शांति। आज 22/4/2026 साकार महावाक्य। मधुर संतान माने तुमे माने सठिक भावरे बाबांकर स्मृति रे रुह, तेबे तुमर चेहरा सर्वदा चमकदार एवं खुशीबासिया होई रहिबो। प्रश्न, जोगरे बसिबार विधि कौन तथा एहा द्वारा कौन कौन लाभ होइथाय? उत्तर, जेतेबेले जोग करिया पई बसुछ सेतेबेले बुद्धि द्वारा सबु कर्मधंदा आदिर पंचायत को भूली निजको देही अर्थात आत्मा बोली भाव। कारण देह एवं देहर संबंध गुड़िकर जाल बहुत बड़ अटे। ସେହି ଜାଲରୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଦେହ ଅଭିମାନରୁ ଊର୍ଦ୍ଧ୍ୱକୁ ଚାଲିଯାଅ। ଅର୍ଥାତ୍ ନିଜେ ମରିଗଲେ ତୁମ ପାଇଁ ଦୁନିଆ ମରିଗଲା। ବଞ୍ଚିଥିବା ଅବସ୍ଥାରେ ସବୁକିଛି ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ। ଏହା ହିଁ ହେଉଛି ଅଶରୀରୀ ଅବସ୍ଥା। ଏହାଦ୍ୱାରା ଆତ୍ମାର କଳଙ୍କି କମ୍ ହୋଇଯାଇଥାଏ। ଗୀତ ଅଛି, ରାତ କେ ରାହି ଥକମତ ଜାନା, ସୁବହ କା ମଞ୍ଜିଲ ଅବ ଦୂର ନାହିଁ। ଓମ୍ ଶାନ୍ତି। ପିଲାମାନେ ଯୋଗର ଯାତ୍ରାରେ ବସିଛନ୍ତି, ଯାହାକୁ କୁହାଯାଏ ନିଷ୍ଠାରେ ଅଥବା ଶାନ୍ତିରେ ବସିଛନ୍ତି। କେବଳ ଶାନ୍ତିରେ ବସି ନାହାନ୍ତି, କିଛି କରୁଛନ୍ତି। ସ୍ୱଧର୍ମରେ ସ୍ଥିତ ହୋଇଛନ୍ତି, କିନ୍ତୁ ଯୋଗର ଯାତ୍ରାରେ ମଧ୍ୟ ରହିବା ଆବଶ୍ୟକ। ଏହି ଯାତ୍ରା ଶିଖାଉଥିବା ବାବା ସାଥିରେ ମଧ୍ୟ ନେଇଯାଇଥାନ୍ତି। ସେମାନେ ହେଉଛନ୍ତି ଲୌକିକ ବ୍ରାହ୍ମଣ, ଯିଏକି ସାଥିରେ ନେଇଯାଇଥାନ୍ତି। ତୁମେ ହେଲ ଆତ୍ମିକ ବ୍ରାହ୍ମଣ। ବ୍ରାହ୍ମଣଙ୍କର ବର୍ଣ୍ଣ ଅଥବା କୁଳ କୁହାଯିବ। ବର୍ତ୍ତମାନ ତୁମେ ପିଲାମାନେ ଯୋଗର ଯାତ୍ରାରେ ବସିଛ। ଅନ୍ୟ ସତ୍ସଙ୍ଗରେ ବସିଲେ ଗୁରୁଙ୍କର ସ୍ମୃତି ଆସିଥାଏ, ଚିନ୍ତନ ଚାଲିଥାଏ ଯେ ଗୁରୁ ଆସି ପ୍ରବଚନ ଶୁଣାଇବେ। ସେସବୁ ହେଲା ଭକ୍ତି ମାର୍ଗ। ଏହା ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ। ତୁମେ ଜଙ୍କ ଅର୍ଥାତ୍ ପାପରୁ ମୁକ୍ତ ହେବା ପାଇଁ ଯୋଗଯୁକ୍ତ ହୋଇ ବସୁଛ। ବାବାଙ୍କର ନିର୍ଦ୍ଦେଶ ହେଉଛି ଯେ ଯୋଗ ଦ୍ୱାରା ପାପ କଟିବ ନାହିଁ। ନା ମୁଁ ହିଁ ପତିତ ପାବନ ଅଟେ। ବାବାଙ୍କର ନିର୍ଦ୍ଦେଶ ହେଉଛି ଯେ ଯୋଗ ଦ୍ୱାରା ପାପ କଟିବ, କାହିଁକି ନା ମୁଁ ହିଁ ପତିତ ପାବନ ଅଟେ। ମୁଁ କାହାରି ସ୍ମରଣ ଦ୍ୱାରା ଆସୁନାହିଁ। ମୋର ଆସିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଯେତେବେଳେ ପତିତ ଦୁନିଆ ବଦଳି ପାବନ ଦୁନିଆ ହେବାର ଥାଏ, ଆଦି ସନାତନ ଦେବୀ ଦେବତା ଧର୍ମ ଯାହା ପ୍ରାୟ ଲୋପ ହୋଇଯାଇଥାଏ, ସେତେବେଳେ ତାର ସ୍ଥାପନା ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା କରିଥାନ୍ତି। ଯେଉଁ ବ୍ରହ୍ମାଙ୍କ ବିଷୟରେ ବୁଝାଇଛି ଯେ ସେ ବ୍ରହ୍ମାରୁ ବିଷ୍ଣୁ ଗୋଟିଏ ସେକେଣ୍ଡରେ ହେଉଛନ୍ତି, ପୁଣି ବିଷ୍ଣୁରୁ ବ୍ରହ୍ମା ହେବାରେ 5000 ବର୍ଷ ଲାଗିଥାଏ। ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା। ତୁମେ ଯେଉଁମାନେ ଶୂଦ୍ର ଥିଲ, ଏବେ ବ୍ରାହ୍ମଣ ବର୍ଣ୍ଣକୁ ଆସିଛ। ତୁମେ ବ୍ରାହ୍ମଣ ହୋଇଛ, ତେଣୁ ତୁମକୁ ଖାଦମୁକ୍ତ କରିବା ପାଇଁ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଯୋଗର ଯାତ୍ରା ଶିଖାଉଛନ୍ତି। ଏହି ରଚନାର ଚକ୍ର କିପରି ଘୁରୁଛି ତାହା ତ ବୁଝିଗଲଣି। ଏଥିରେ ଡେରି ହେଉନାହିଁ। ବାସ୍ତବରେ ଏବେ କଳିଯୁଗ ଅଟେ। ସେମାନେ କେବଳ କହୁଛନ୍ତି କଳିଯୁଗର ଏବେ ଆଦି ସମୟ, କିନ୍ତୁ ବାବା କହୁଛନ୍ତି ଏହା କଳିଯୁଗର ଅନ୍ତିମ ସମୟ। ବର୍ତ୍ତମାନ ଘୋର ଅନ୍ଧକାର ଅଟେ। ବାବା କହୁଛନ୍ତି ତୁମକୁ ଏହିସବୁ ବେଦଶାସ୍ତ୍ରର ସାରାଂଶ ବୁଝାଉଛି। ତୁମେ ପିଲାମାନେ ସକାଳେ ଏଠାରେ ଯେତେବେଳେ ବସୁଛ, ସେତେବେଳେ ଯୋଗର ଯାତ୍ରାରେ ବସିବାକୁ ପଡ଼ିଥାଏ। ନଚେତ୍ ମାୟାର ତୋଫାନ ଆସିବ, କର୍ମଧନ୍ଦା ଆଡ଼କୁ ବୁଦ୍ଧିଯୋଗ ଚାଲିଯିବ। ଏସବୁ ବାହାରର ପଞ୍ଚାୟତ ଅଟେ ନା। ଯେପରି ବୁଢ଼ିଆଣୀ କେତେ ଜାଲ ବାହାର କରିଥାଏ, ପୁଣି ସେସବୁକୁ ଗ୍ରାସ ମଧ୍ୟ କରିଦେଇଥାଏ, ଏହିପରି ଦେହର ମଧ୍ୟ କେତେ ଜଞ୍ଜାଳ ରହିଛି। କାକା, ଚାଚା, ମାମା, ଗୁରୁ, ଗୋସାଇଁ କେତେ ଜାଲ। ସେସବୁରୁ ଦେହ ସହିତ ମୁକ୍ତ ହେବାକୁ ପଡ଼ିବ। କେବଳ ଦେହୀ ଅର୍ଥାତ୍ ଆତ୍ମା ହେବାକୁ ପଡ଼ିବ। ମନୁଷ୍ୟ ଶରୀର ଛାଡ଼ିଲେ ସବୁକିଛି ଭୁଲି ଯାଇଥାନ୍ତି। ନିଜେ ମରିଗଲେ ଦୁନିଆ ମରିଗଲା। ବୁଦ୍ଧିରେ ତ ଏହି ଜ୍ଞାନ ଅଛି ଯେ ଏହି ଦୁନିଆର ବିନାଶ ହୋଇଯିବ। ବାବା ବୁଝାଉଛନ୍ତି, ଯାହାର ମୁଖ ଖୋଲୁନାହିଁ, ତେବେ ସେ କେବଳ ବାବାଙ୍କୁ ମନେ ପକାନ୍ତୁ। ଯେପରି ଏହି ବ୍ରହ୍ମା ଶିବ ବାବାଙ୍କୁ ମନେ ପକାଉଛନ୍ତି। କନ୍ୟା ପତିକୁ ମନେ ପକାଇଥାଏ, କାହିଁକି ନା ପତି ପରମେଶ୍ୱର ହୋଇଯାଇଥାଏ। ତେଣୁ ପିତାଙ୍କ ଠାରୁ ବୁଦ୍ଧିଯୋଗ ହଟି ପତି ଆଡ଼କୁ ଚାଲିଯାଏ। ଇଏ ତ ପତିମାନଙ୍କର ପତି, ସମସ୍ତଙ୍କର ବର ଅଟନ୍ତି ନା। ତୁମେ ସବୁ କନ୍ୟା ଅଟ। ଭଗବାନଙ୍କର ସମସ୍ତେ ଭକ୍ତି କରିଥାନ୍ତି। ସବୁ ଭକ୍ତିନୀମାନେ ରାବଣର ଜେଲରେ କଡ଼ା ପହରା ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି। ତେଣୁ ବାବାଙ୍କୁ ନିଶ୍ଚୟ ଦୟା ଲାଗିବ ନା। ବାବା ଦୟାର ସାଗର ଅଟନ୍ତି। ସିଏ ହିଁ ସମସ୍ତଙ୍କ ଉପରେ ଦୟା କରୁଛନ୍ତି। ବର୍ତ୍ତମାନ ତ ବହୁତ ପ୍ରକାରର ଗୁରୁ ଅଛନ୍ତି, ଯିଏ କିଛି ଶିକ୍ଷା ଦେଇଦେଲେ ତାଙ୍କୁ ଗୁରୁ କହିଦେଉଛନ୍ତି। ଏଠାରେ ତ ବାବା ବାସ୍ତବରେ ରାଜଯୋଗ ଶିଖାଉଛନ୍ତି।
ଏହି ରାଜଯୋଗ ପରମାତ୍ମାଙ୍କ ବିନା ଆଉ କେହି ଶିଖାଇ ପାରିବେ ନାହିଁ। ପରମାତ୍ମା ହିଁ ଆସି ରାଜଯୋଗ ଶିଖାଇଥିଲେ। ପୁଣି ଏହାଦ୍ୱାରା କ'ଣ ହେଲା ଏକଥା କାହାକୁ ଜଣା ନାହିଁ। ଗୀତାର ପ୍ରମାଣ ତ ବହୁତ ଦେଉଛନ୍ତି। ଛୋଟ ଛୋଟ କୁମାରୀମାନେ ମଧ୍ୟ ଗୀତାକୁ ମୁଖସ୍ଥ କରିଦେଉଛନ୍ତି। ତେଣୁ ତାଙ୍କର ମଧ୍ୟ କିଛି ନା କିଛି ମହିମା ହେଉଛି। ଗୀତା କିଛି ଗୁପ୍ତ ହୋଇଯାଇ ନାହିଁ। ଗୀତାର ବହୁତ ମହିମା ରହିଛି। ଗୀତା ଜ୍ଞାନ ଦ୍ୱାରା ହିଁ ବାବା ସାରା ଦୁନିଆର ନବୀକରଣ କରୁଛନ୍ତି। ତୁମର କାୟା କଳ୍ପତରୁ କଳ୍ପବୃକ୍ଷ ସମାନ ଅଥବା ଅମର କରିଦେଉଛନ୍ତି। ତୁମେ ସନ୍ତାନମାନେ ବାବାଙ୍କର ସ୍ମୃତିରେ ରହୁଛ, ବାବାଙ୍କର ଆହ୍ୱାନ କରୁନାହଁ। ତୁମେ ବାବାଙ୍କ ସ୍ମୃତିରେ ରହି ନିଜର ଉନ୍ନତି କରୁଛ। ବାବାଙ୍କ ନିର୍ଦ୍ଦେଶନାରେ ଚାଲିବାର ସଉକ ମଧ୍ୟ ରହିବା ଉଚିତ। ଆମେ ଶିବ ବାବାଙ୍କ ସ୍ମୃତିରେ ରହି ହିଁ ଭୋଜନ ଖାଇବୁ, ଅର୍ଥାତ୍ ଶିବ ବାବାଙ୍କ ସାଥିରେ ଖାଇବୁ। ଅଫିସରେ ମଧ୍ୟ କିଛି ନା କିଛି ସମୟ ମିଳିଥାଏ ବାବାଙ୍କୁ ପତ୍ର ଲେଖୁଛନ୍ତି, ଚେୟାରରେ ବସି ବାବାଙ୍କୁ ମନେ ପକାଉଛନ୍ତି। ଅଫିସର ଆସି ଦେଖୁଛନ୍ତି ଇଏ ବସି ବସି ଯେପରି ଅନ୍ତର୍ଧ୍ୟାନ ହୋଇଯାଉଛନ୍ତି, ଅର୍ଥାତ୍ ଅଶରୀରୀ ହୋଇଯାଉଛନ୍ତି। କାହାର ଆଖି ବନ୍ଦ ହୋଇଯାଉଛି, କାହାର ଖୋଲା ରହୁଛି। କେହି ଏପରି ବସିଥାନ୍ତି ଯେପରି କିଛି ଦେଖୁନାହାନ୍ତି, ଯେପରି ଅନ୍ତର୍ଧ୍ୟାନ ହୋଇଯାଇଥାନ୍ତି। ଏହିପରି ହିଁ ହୋଇଥାଏ। ବାବା ମନର ରଶି ଟାଣି ନେଉଛନ୍ତି, ଯାହାଦ୍ୱାରା ମଉଜରେ ବସି ରହିଥାନ୍ତି। ତାଙ୍କୁ ଯଦି ପଚାରିବେ ତୁମର କ'ଣ ହେଲା, କହିବେ ମୁଁ ତ ବାବାଙ୍କ ସ୍ମୃତିରେ ବସିଥିଲି। ବୁଦ୍ଧିରେ ରହିଥାଏ ଯେ ଆମେ ବାବାଙ୍କ ପାଖକୁ ଯିବୁ। ବାବା କହୁଛନ୍ତି ଦେହୀ ଅଭିମାନୀ ହେବା ଦ୍ୱାରା ତୁମେ ମୋ ପାଖକୁ ଆସିଯିବ। ପବିତ୍ର ନ ହୋଇ ସେଠାକୁ ତ ଯାଇପାରିବ ନାହିଁ। ଏବେ କିପରି ପବିତ୍ର ହେବ ଏକଥା ବାବା ହିଁ କହିପାରିବେ, ମନୁଷ୍ୟ କହିପାରିବେ ନାହିଁ। ତୁମେ କିଛି ନା କିଛି ବୁଝିଥିଲେ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ। ତୁମକୁ ଅନ୍ୟର କଲ୍ୟାଣ କରିବା ପାଇଁ ବାବାଙ୍କ ପରିଚୟ ଦେବା ପାଇଁ ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ। ଭକ୍ତି ମାର୍ଗରେ ମଧ୍ୟ ହେ ଈଶ୍ୱର ପିତା ବୋଲି କହି ମନେ ପକାଇଥାନ୍ତି, କହିଥାନ୍ତି ହେ ଈଶ୍ୱର ଦୟାକର। ଏହିଭଳି ଡାକିବାର ଏକ ଅଭ୍ୟାସ ହୋଇଗଲାଣି। ବାବା ତୁମକୁ ନିଜ ସମାନ କଲ୍ୟାଣକାରୀ କରାଉଛନ୍ତି। ମାୟା ସମସ୍ତଙ୍କୁ କେତେ ଅବୁଝା କରିଦେଇଛି। ଲୌକିକ ପିତା ମଧ୍ୟ ପିଲାର ଚାଲିଚଳଣି ଠିକ୍ ନ ଦେଖିଲେ ଅବୁଝା ବୋଲି କହିଥାନ୍ତି। ଗୋଟିଏ ବର୍ଷରେ ପିତାର ସବୁ ସମ୍ପତ୍ତି ଉଡ଼ାଇ ଦେବେ। ତେଣୁ ବେହଦର ବାବା ମଧ୍ୟ କହୁଛନ୍ତି ତୁମକୁ କେତେ ଶ୍ରେଷ୍ଠ କରାଇଥିଲି। ଏବେ ନିଜ ଚଳନୀକୁ ତ ଦେଖ। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଏହା କିପରି ଆଶ୍ଚର୍ଯ୍ୟଜନକ ଖେଳ ଅଟେ। ଭାରତର କେତେ ଅଧୋପତନ ହୋଇଯାଉଛି। ଭାରତବାସୀମାନଙ୍କର ମଧ୍ୟ ଅଧୋପତନ ହୋଇଛି। ସେମାନେ ନିଜକୁ ଏପରି ପତିତ କଳିଯୁଗୀ ତମପ୍ରଧାନ ବୋଲି ଭାବୁନାହାନ୍ତି। ଭାରତ ସ୍ୱର୍ଗ ଥିଲା, ଅର୍ଥାତ୍ ମନୁଷ୍ୟ ସ୍ୱର୍ଗବାସୀ ଥିଲେ। ସେହି ମନୁଷ୍ୟ ଏବେ ନର୍କବାସୀ ହୋଇଯାଇଛନ୍ତି। ଏହି ଜ୍ଞାନ କାହା ପାଖରେ ନାହିଁ। ଏହି ବ୍ରହ୍ମା ବାବା ମଧ୍ୟ ଜାଣିନଥିଲେ। ଏବେ ବୁଦ୍ଧିରେ ଚମତ୍କାରିତା ଆସିଛି। 84 ଜନ୍ମ ନେଇ ନେଇ ସିଡ଼ି ତ ନିଶ୍ଚୟ ଓହ୍ଲାଇବାକୁ ପଡ଼ିବ। ଉପରକୁ ଚଢ଼ିବାକୁ ଜାଗା ବି ନାହିଁ। ତଳକୁ ଓହ୍ଲାଇ ଓହ୍ଲାଇ ପତିତ ହେବାକୁ ହିଁ ପଡ଼ିବ। ଏହି କଥା କାହାରି ବୁଦ୍ଧିରେ ନାହିଁ। ବାବା ତୁମ ସନ୍ତାନମାନଙ୍କୁ ବୁଝାଇଛନ୍ତି। ତୁମେ ପୁଣି ଭାରତବାସୀମାନଙ୍କୁ ବୁଝାଉଛ ଯେ ତୁମେ ସ୍ୱର୍ଗବାସୀ ଥିଲ, ଏବେ ନର୍କବାସୀ ହୋଇଯାଇଛ। 84 ଜନ୍ମ ମଧ୍ୟ ତୁମେ ନେଇଛ। ପୁନର୍ଜନ୍ମକୁ ତ ମାନୁଛ ନା, ତେଣୁ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡ଼ିବ। କେତେ ପୁନର୍ଜନ୍ମ ନେଇଛ ସେ କଥା ମଧ୍ୟ ବାବା ବୁଝାଉଛନ୍ତି। ବର୍ତ୍ତମାନ ତୁମେ ଅନୁଭବ କରୁଛ ଆମେ ପବିତ୍ର ଦେବୀ ଦେବତା ଥିଲୁ, ପୁଣି ରାବଣ ପତିତ କରିଦେଇଛି। ଶୂଦ୍ରରୁ ଦେବତା କରାଇବା ପାଇଁ ବାବାଙ୍କୁ ଆସି ପଢ଼ାଇବାକୁ ପଡ଼ୁଛି। ବାବାଙ୍କୁ ମୁକ୍ତିଦାତା ପଥ ପ୍ରଦର୍ଶକ କୁହାଯାଉଛି, କିନ୍ତୁ ଅର୍ଥ କିଛି ହେଲେ ବୁଝୁନାହାନ୍ତି। ଏବେ ସେହି ସମୟ ଖୁବ୍ ଶୀଘ୍ର ଆସୁଛି ଯେତେବେଳେ କି ସମସ୍ତଙ୍କୁ ଜଣାପଡ଼ିବ ଯେ ଏମାନେ ସାଧାରଣରୁ କେତେ ଶ୍ରେଷ୍ଠ ହୋଇଗଲେ। ଡ୍ରାମା କିପରି କରାଯାଇଛି କେହି ସ୍ୱପ୍ନରେ ମଧ୍ୟ ଭାବିନଥିଲେ ଯେ ଆମେ ଲକ୍ଷ୍ମୀ ନାରାୟଣଙ୍କ ପରି ହୋଇପାରିବୁ। ବାବା କେତେ ସ୍ମୃତି ଦେଉଛନ୍ତି। ଏବେ ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଛି, ତେଣୁ ଶ୍ରୀମତରେ ଚାଲିବାକୁ ହେବ। ଯୋଗର ଯାତ୍ରାର ଅଭ୍ୟାସ କରିବାକୁ ହେବ। ତୁମେ ଜାଣିଛ ପାଦ୍ରୀମାନେ ପଦଯାତ୍ରା କରିବାକୁ ଯିବା ସମୟରେ କେତେ ନୀରବତାର ସହିତ ଯାଇଥାନ୍ତି। ତୁମେ ଜାଣିଛ ପାଦ୍ରୀମାନେ ପଦଯାତ୍ରା କରିବାକୁ ଯିବା ସମୟରେ କେତେ ନୀରବତାର ସହିତ ଯାଇଥାନ୍ତି। ସେ ଖ୍ରୀଷ୍ଟଙ୍କ ସ୍ମୃତିରେ ହିଁ ରୁହନ୍ତି। ତାଙ୍କର ସ୍ନେହ ଖ୍ରୀଷ୍ଟଙ୍କ ପ୍ରତି ରହିଥାଏ। ତୁମ ରୁହାନୀ ପଣ୍ଡାମାନଙ୍କର ପରମ ପ୍ରିୟ ପରମ ପିତା ପରମାତ୍ମାଙ୍କ ସହିତ ସ୍ନେହ ରହିଛି। ସନ୍ତାନମାନେ ଜାଣିଛନ୍ତି ଯେ ଯେତେ ପୁରୁଷାର୍ଥ କରି ଶ୍ରୀମତରେ ଚାଲିବ, ତେବେ ପୁରୁଷାର୍ଥର କ୍ରମାନୁସାରେ କଳ୍ପପୂର୍ବ ଭଳି ସେହିଭଳି ରାଜଧାନୀ ନିଶ୍ଚୟ ସ୍ଥାପନ ହେବ। ବାବା ତ ବହୁତ ଭଲ ଭଲ ମତ ଦେଉଛନ୍ତି, ତଥାପି ମଧ୍ୟ ଏପରି ଗ୍ରହଚାରୀ ବସିଯାଉଛି ଯାହାକି ଶ୍ରୀମତରେ ଚାଲୁ ହିଁ ନାହାନ୍ତି। ତୁମେ ଜାଣିଛ ଯେ ଶ୍ରୀମତରେ ଚାଲିଲେ ହିଁ ବିଜୟ ହେବ। ନିଶ୍ଚୟରେ ହିଁ ବିଜୟ ରହିଛି।
ବାବା କହୁଛନ୍ତି ତୁମେ ମୋ ମତରେ ଚାଲ। କାହିଁକି ଭାବୁଛ ଯେ ଏହି ବ୍ରହ୍ମା ମତ ଦେଉଛନ୍ତି? ସର୍ବଦା ଭାବ ଶିବ ବାବା ରାୟ ଦେଉଛନ୍ତି, ସେ ତ ସେବାର ହିଁ ମତ ଦେବେ। କେହି ଯଦି କହୁଛନ୍ତି ବାବା ଏହି ଧନ୍ଦା କରିବୁ, ବାବା ଏଇ କଥା ପାଇଁ ମତ ଦେବେ ନାହିଁ। ବାବା କହୁଛନ୍ତି ମୁଁ ଆସିଛି ପତିତରୁ ପାବନ କରିବାର ଉପାୟ ବତାଇବା ପାଇଁ, ଏସବୁ କଥା ପାଇଁ ନୁହେଁ। ମୋତେ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସି ଆମକୁ ପାବନ କରାଅ। ତେଣୁ ମୁଁ ଏହି ଉପାୟ ବତାଉଛି, ଯାହା ବହୁତ ସହଜ ଅଟେ। ତୁମର ନାମ ହିଁ ହେଉଛି ଗୁପ୍ତସେନା। ସେମାନେ ପୁଣି ହତିଆର ବାଣ ଆଦି ଦେଖାଇ ଦେଇଛନ୍ତି, କିନ୍ତୁ ଏଥିରେ ବାଣ ଆଦିର କୌଣସି କଥା ହିଁ ନାହିଁ। ଏସବୁ ହେଉଛି ଭକ୍ତି ମାର୍ଗ। ବାବା ଆସି ସତ୍ୟ ମାର୍ଗ ବତାଉଛନ୍ତି, ଯାହାଦ୍ୱାରା ଅଧାକଳ୍ପ ତୁମେ ସତ୍ୟଖଣ୍ଡକୁ ଚାଲିଯାଉଛ। ସେଠାରେ ଅନ୍ୟ କୌଣସି ରାଷ୍ଟ୍ର ରହିବ ହିଁ ନାହିଁ। କାହାକୁ ବୁଝାଇଲେ ବି ମାନୁନାହାନ୍ତି ଯେ ଏହା କିପରି ହୋଇପାରିବ କି ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା। ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ନା? ସେତେବେଳେ ଆଉ କୌଣସି ଧର୍ମ ନଥିଲା। ପୁଣି ବୃକ୍ଷର ବୃଦ୍ଧି ହୋଇ ଚାଲିଲା। ତୁମେ କେବଳ ନିଜର ପିତାଙ୍କୁ, ନିଜର ଧର୍ମ କର୍ମକୁ ଭୁଲି ଯାଉଛ। ଯଦି ନିଜକୁ ଦେବୀ ଦେବତା ଧର୍ମର ବୋଲି ଭାବୁଥାନ୍ତ, ତେବେ ଅଶୁଦ୍ଧ ଭୋଜନ, ଖରାପ ଖାଦ୍ୟ ଖାଇନଥାନ୍ତି। କିନ୍ତୁ ଖାଉଛନ୍ତି କାହିଁକିନା ସେଇ ଗୁଣ ନାହିଁ, ସେଥିପାଇଁ ନିଜକୁ ହିନ୍ଦୁ କହିଦେଉଛନ୍ତି। ନଚେତ୍ ଲଜ୍ଜା ଆସିବା ଉଚିତ। ଆମର ପୂର୍ବପୁରୁଷମାନେ ଏତେ ପବିତ୍ର, ଆଉ ଆମେ ଏପରି ପତିତ ହୋଇଛୁ, କିନ୍ତୁ ନିଜର ଧର୍ମକୁ ଭୁଲି ଯାଇଛନ୍ତି। ଏବେ ତୁମେ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଭଲ ଭାବରେ ଜାଣିଗଲଣି। ଏପରି କୌଣସି ବି କଥା ଥିଲେ ତୁମେ କହିପାରିବ ଯେ ବାବା ବର୍ତ୍ତମାନ ପର୍ଯ୍ୟନ୍ତ ଏହିପରି ପଏଣ୍ଟସ୍ କହିନାହାନ୍ତି। ବାସ୍, ନଚେତ୍ ମାଗଣାରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କୁହ ଆମେ ପାଠ ପଢ଼ୁଛୁ, ଯଦି ସବୁକିଛି ଏବେ ଜାଣିଯିବୁ ତେବେ ତ ବିନାଶ ହୋଇଯିବ। କିନ୍ତୁ ନା, ଏବେ ସମୟ ଅଛି। ଆମେ ପାଠ ପଢ଼ୁଛୁ, ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବୁ। ପୁରୁଷାର୍ଥର କ୍ରମାନୁସାରେ ପାପ କଟି ଚାଲିବ, ପୁଣି ଆମେ ସତୋପ୍ରଧାନ ହୋଇଯିବୁ। ପୁଣି ଏହି ପତିତ ଦୁନିଆର ବିନାଶ ହୋଇଯିବ। ଆଜିକାଲି କହୁଛନ୍ତି ମଧ୍ୟ କି ପରମାତ୍ମା କେଉଁଠି ଆସିଛନ୍ତି ନିଶ୍ଚୟ, କିନ୍ତୁ ଗୁପ୍ତ ଅଟନ୍ତି। ବାସ୍ତବରେ ଏହା ତ ବିନାଶର ସମୟ ଅଟେ ନା? ବାବା ହିଁ ମୁକ୍ତିଦାତା, ପଥ ପ୍ରଦର୍ଶକ ଅଟନ୍ତି, ଯିଏକି ଘରକୁ ଫେରାଇ ନେବେ। ସମସ୍ତେ ମଶା ସଦୃଶ ମରିବେ, ଏକଥା ମଧ୍ୟ ଜାଣିଛନ୍ତି। ସମସ୍ତେ ଏକାଭଳି ଯୋଗରେ ବସୁନାହାନ୍ତି। କାହାର ସଠିକ୍ ଯୋଗ ରହୁଛି, କାହାର ଅଧଘଣ୍ଟା, କାହାର 15 ମିନିଟ୍, କେହି ତ ଗୋଟିଏ ମିନିଟ୍ ମଧ୍ୟ ଯୋଗଯୁକ୍ତ ହୋଇ ରହୁନାହାନ୍ତି। କେହି କେହି କହୁଛନ୍ତି ଆମେ ସାରା ସମୟ ବାବାଙ୍କ ସ୍ମୃତିରେ ରହୁଛୁ, ତେଣୁ ନିଶ୍ଚୟ ତାଙ୍କର ଚେହେରା ଆକର୍ଷଣୀୟ ହୋଇ ଚମକୁଥିବ। ଏହିପରି ସନ୍ତାନମାନଙ୍କର ଅତୀନ୍ଦ୍ରିୟ ସୁଖ ରହିଥାଏ। କେଉଁଠି ହେଲେ ବି ବୁଦ୍ଧି ଭଟକିବ ନାହିଁ। ସେ ସୁଖର ଅନୁଭବ କରିଥାନ୍ତି। ବୁଦ୍ଧି ମଧ୍ୟ କହୁଛି ଏହି ଏକ ପ୍ରେମିକଙ୍କର ସ୍ମୃତିରେ ବସି ରହିଲେ କେତେ ପାପ କଟିଯିବ, ପୁଣି ଅଭ୍ୟାସ ମଧ୍ୟ ହୋଇଯିବ। ଯୋଗର ଯାତ୍ରା ଦ୍ୱାରା ତୁମେ ସଦା ସୁଖୀ, ସଦା ସମ୍ପତ୍ତିବାନ ହେଉଛ। ଚକ୍ର ମଧ୍ୟ ମନେ ପଡ଼ିଯାଉଛି। କେବଳ ଯୋଗରେ ରହିବାର ପରିଶ୍ରମ କରିବାକୁ ହେବ। ବୁଦ୍ଧିରେ ଚକ୍ର ମଧ୍ୟ ଘୁରୁଥିବ। ଏବେ ତୁମେ ମାଷ୍ଟର ବୀଜରୂପ ହେଉଛ। ଯୋଗ କରିବା ସହିତ ସୁଦର୍ଶନ ଚକ୍ର ମଧ୍ୟ ଘୂରାଇବାକୁ ହେବ। ତୁମେ ଭାରତବାସୀମାନେ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଅଟ। ଆଧ୍ୟାତ୍ମିକ ବତୀଘର ହୋଇ ସମସ୍ତଙ୍କୁ ଘରର ରାସ୍ତା ବତାଉଛ। ଏକଥା ମଧ୍ୟ ବୁଝାଇବାକୁ ପଡ଼ିବ ନା? ତୁମେ ମୁକ୍ତି, ଜୀବନ ମୁକ୍ତିର ରାସ୍ତା ବତାଉଛ, ସେଥିପାଇଁ ତୁମେ ଆଧ୍ୟାତ୍ମିକ ବତୀଘର ଅଟ। ତୁମର ସୁଦର୍ଶନ ଚକ୍ର ଘୂରି ଚାଲିଛି। ନାମ ଲେଖୁଛ, ତେଣୁ ବୁଝାଇବାକୁ ମଧ୍ୟ ପଡ଼ିବ। ବାବା ବୁଝାଇ ଚାଲିଛନ୍ତି, ତୁମେ ସମ୍ମୁଖରେ ବସିଛ। ଯିଏ ପ୍ରିୟତମଙ୍କ ସାଥିରେ ଅଛନ୍ତି ତାଙ୍କ ପାଇଁ ଜ୍ଞାନରୂପକ ବର୍ଷା ହେଉଛି। ସମ୍ମୁଖରେ ସବୁଠାରୁ ଅଧିକ ମଜା ରହିଥାଏ। ପୁଣି ଦ୍ୱିତୀୟ ନମ୍ବରରେ ଅଛି ଟେପ୍ ରେକର୍ଡ଼। ତୃତୀୟ ନମ୍ବରରେ ମୁରଲୀ ରହିଛି। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସବୁକିଛି ବୁଝାଉଛନ୍ତି। ଏହି ବ୍ରହ୍ମା ବି ଜାଣିଛନ୍ତି ନା? ତଥାପି ବି ତୁମେ ଏହି କଥା ଭାବ ଯେ ଶିବ ବାବା କହୁଛନ୍ତି। ଏହି କଥା ନ ବୁଝିଥିବା କାରଣରୁ ବହୁତ ଅବଜ୍ଞା କରୁଛନ୍ତି। ଶିବ ବାବା ଯାହା କହୁଛନ୍ତି ତାହା କଲ୍ୟାଣକାରୀ ହିଁ ଅଟେ। ଅକଲ୍ୟାଣ ହେଲେ ମଧ୍ୟ ତାହା କଲ୍ୟାଣ ରୂପରେ ବଦଳିଯିବ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତାପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନମ୍ବର, ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶରେ ଚାଲି ନିଜର ଉନ୍ନତି କରିବାକୁ ହେବ। ଏକମାତ୍ର ବାବାଙ୍କ ସହିତ ସଚ୍ଚା ସଚ୍ଚା ପ୍ରୀତି ରଖିବାକୁ ହେବ। ବାବାଙ୍କ ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରିବାକୁ ହେବ ଏବଂ ଭୋଜନ ଗ୍ରହଣ କରିବାକୁ ହେବ। 2 ନମ୍ବର, ଆଧ୍ୟାତ୍ମିକ ବତୀଘର ହୋଇ ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତିର ରାସ୍ତା ବତାଇବାକୁ ହେବ।
ବାବାଙ୍କ ଭଳି କଲ୍ୟାଣକାରୀ ନିଶ୍ଚିତ ହେବାକୁ ପଡ଼ିବ। ଆଜିର ବରଦାନ। ଈଶ୍ୱରୀୟ ଗରିମାମୟ ସ୍ଥିତିରେ ସ୍ଥିତ ରହି ପ୍ରତ୍ୟେକ କର୍ମକୁ ଉତ୍କୃଷ୍ଟ ରୂପରେ କରୁଥିବା ସର୍ବ ଦୁଶ୍ଚିନ୍ତାଠାରୁ ମୁକ୍ତ ଭବ। ସର୍ବଦା ଏହି ଈଶ୍ୱରୀୟ ଗାରିମାରେ ରୁହ ଯେ ମୁଁ ବାପଦାଦାଙ୍କର ଜ୍ୟୋତିରୂପକ ରତ୍ନ ଅଟେ। ମୋର ନୟନରେ ବା ଦୃଷ୍ଟିରେ କୌଣସି ବି ଜିନିଷ ସ୍ଥାନ ପାଇପାରିବ ନାହିଁ। ଏହିଭଳି ଗରିମାମୟ ସ୍ଥିତିରେ ରହିବା ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ଚିନ୍ତନ ସ୍ୱତଃ ହିଁ ସମାପ୍ତ ହୋଇଯିବ। କୌଣସି ବି ପ୍ରକାରର ଅଭିଯୋଗ ରହିବ ନାହିଁ। ଯେଉଁମାନେ ଯେତିକି ନିଜର ଉଚ୍ଚ ଗରିମାମୟ ସ୍ଥିତିରେ ସ୍ଥିତ ହୋଇ ରହିଥାନ୍ତି ସେମାନଙ୍କୁ ସେହି ଅନୁସାରେ ସମ୍ମାନ ମଧ୍ୟ ସ୍ୱତଃ ମିଳିଥାଏ ଏବଂ ସେମାନଙ୍କର ପ୍ରତ୍ୟେକ କର୍ମ ଅତି ଉତ୍କୃଷ୍ଟ ହୋଇଥାଏ। ସ୍ଲୋଗାନ। ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ତାଙ୍କୁ କୁହାଯିବ ଯିଏ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରିଦେଉଥିବେ। ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ତାଙ୍କୁ କୁହାଯିବ ଯିଏ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରିଦେଇଥିବେ। ଅବ୍ୟକ୍ତ ଇସାରା। ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ତୁମମାନଙ୍କର ପ୍ରତ୍ୟେକ ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ରହିବା ଉଚିତ। ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ ସାଧାରଣ ହେବା ଉଚିତ ନୁହେଁ। ଏହା ହିଁ ହେଉଛି ମହାନତା ଏବଂ ଏହା ହିଁ ହେଉଛି ନବୀନତା। ମଧୁର ବାଣୀ, ମଧୁର ସଂସ୍କାର ଏବଂ ମଧୁର ସ୍ୱଭାବ ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ମୁଖ ମିଠା କରାଇ ଚାଲ। ସର୍ବଦା ଅଥକ ଅର୍ଥାତ୍ ଅକ୍ଳାନ୍ତ ଭବ ଏବଂ ମଧୁର ଭବର ବରଦାନ ଦ୍ୱାରା ଆଗକୁ ବଢ଼ିଚାଲ ଏବଂ ଉଡ଼ିଚାଲ। ଇଚ୍ଛା। ଓମ୍ ଶାନ୍ତି।